ଆରେ ସେବା ତ ଆଜିକାଲି କମି ଯାଇଛି। ଆମେ ସବୁ ସେବା କରିବା ପାଇଁ ରାଜନୀତିରେ ପଶିଥିଲୁ। ମହତାବ ଆମକୁ ଚଏସ୍ କରିଥିଲେ ବିଜେପି କଲେଜରୁ। ସେବା କରି ଆଜି ପର୍ଯ୍ୟନ୍ତ ସେଇ ସେବାରେ ଅଛୁ। ସେଇ ସେବାଟା କରୁଛୁ ବୋଲି ଲୋକ ପଛରେ ଅଛନ୍ତି। ସେଇ ସେବା ଜରିଆରେ ଆମ କ୍ୟାଣ୍ଡିଡେଟ୍ ମାନେ ଜିତୁଛନ୍ତି। ସେବା ଯେ ନ କରିଛି ଲୋକେ ତାକୁ ଭୋଟ୍ ଦେବେନି। ମୋର ଯାହା ଧାରଣା ଯାଉଛି ନା କଂଗ୍ରେସ ଯାଉଛି, ଆମେ ଯାଉଛୁ, ଆମ ଭାଇମାନେ ଯାଉଛନ୍ତି। ସମସ୍ତେ ପାର୍କଟା କାହାର ପୈତୃକ ସମ୍ପତ୍ତି ନୁହଁ, ସେଇଟା ସରକାରଙ୍କର। ସେଠି ଲୋକମାନେ ଯାଉଛନ୍ତି ଟିକେ ରିଲାକ୍ସ କରିବା ପାଇଁ, ଟିକେ ମନୋରଞ୍ଜନ କରିବା ପାଇଁ, ସମୟ କଟାଇବା ପାଇଁ, ବ୍ୟାୟାମ କରିବା ପାଇଁ। ତେଣୁକରି ସବୁ ଦଳ ଲୋକ ବୁଲୁଛନ୍ତି, ଏଥିରେ କିଛି ଅସୁବିଧା ନାହିଁ। ମୁଁ କହିପାରିବିନି, ମୁଁ ସେ ଟିପ୍ପଣୀ ଦେଇପାରିବିନି। ମୁଁ ସକାଳୁ ପଳେଇ ଯାଉଛି 7ଟା ଯାକ ନିର୍ବାଚନ ମଣ୍ଡଳୀ। ଆମ କ୍ୟାଣ୍ଡିଡେଟ୍ ମାନେ କେମିତି ଜିତିବେ, ମୋ ପୁଅ କେମିତି ଜିତିବ, ଏବଂ ଅନ୍ୟ ନିର୍ବାଚନ ମଣ୍ଡଳୀ ମୋତେ ଡାକି ନେଉଛନ୍ତି ପିପିଲି, ଡେଲାଙ୍ଗ, ସାକ୍ଷୀଗୋପାଳ। ସେଠି କେମିତି କଂଗ୍ରେସ ମେମ୍ବର ମାନେ ଜିତିବେ। ଭୁବନେଶ୍ୱର ଲୋକସଭା ନିର୍ବାଚନ ଯେଉଁ 7ଟା ବେଗୁନିଆ, ବୋଲଗଡ଼, ଖୋର୍ଦ୍ଧା, ଜଟଣୀ, ଉତ୍ତର, ମଧ୍ୟମ, ଏକାମ୍ର, ଜୟଦେବ, ଏ ନିର୍ବାଚନ ମଣ୍ଡଳୀରେ କେମିତି ମୋ ପୁଅ ଜିତିବ ସେଇଥିରେ ମୁଁ ସମୟ ଦେଉଛି। ସକାଳୁ ଚାଲି ଯାଉଛି ଖରାରେ ବୁଲି ବୁଲି, 1 ବେଳକୁ ଘରକୁ ଫେରୁଛି। ତାପରେ ଫେର 4ଟାରେ ବାହାରୁଛି, ରାତି 10ଟାରେ ଫେରୁଛି। ଲୋକଙ୍କ ପାଖେ ଯାଇ ପହଞ୍ଚି ଯାନି ଯାତ୍ରା, ଏଇନା ମେଳନ, ଏଇନା 3ଟା ମେଳନ ସାରିକି ଆଇଲି। କୁଦିଆରୀ ମେଳନ, ଆମର ଖୋର୍ଦ୍ଧା ମେଳନ, ଆଉ ଗୋଟେ ହଳଦିଆ ପାଖରେ ସବୁ ସାରିକି ଲୋକଙ୍କୁ ଦେଖା କରି ମୁଁ ଏଇନା ଫେରୁଛି। ମୁଁ କହିପାରିବିନି କିଏ ଗଲା କିଏ ଆସିଲା। ଆରେ ସେବା ତ ଆଜିକାଲି କମି ଯାଇଛି। ଆମେ ସବୁ ସେବା କରିବା ପାଇଁ ରାଜନୀତିରେ ପଶିଥିଲୁ। ମହତାବ ଆମକୁ ଚଏସ୍ କରିଥିଲେ ବିଜେପି କଲେଜରୁ। ସେବା କରି ଆଜି ପର୍ଯ୍ୟନ୍ତ ସେଇ ସେବାରେ ଅଛୁ। ସେଇ ସେବାଟା କରୁଛୁ ବୋଲି ଲୋକ ପଛରେ ଅଛନ୍ତି। ସେଇ ସେବା ଜରିଆରେ ଆମ କ୍ୟାଣ୍ଡିଡେଟ୍ ମାନେ ଜିତୁଛନ୍ତି। ସେବା ଯେ ନ କରିଛି ଲୋକେ ତାକୁ ଭୋଟ୍ ଦେବେନି। ମୋର ଯାହା ଧାରଣା ଯାଉଛି ନା କଂଗ୍ରେସ ଯାଉଛି, ଆମେ ଯାଉଛୁ, ଆମ ଭାଇମାନେ ଯାଉଛନ୍ତି। ସମସ୍ତେ ପାର୍କଟା କାହାର ପୈତୃକ ସମ୍ପତ୍ତି ନୁହଁ, ସେଇଟା ସରକାରଙ୍କର। ସେଠି ଲୋକମାନେ ଯାଉଛନ୍ତି ଟିକେ ରିଲାକ୍ସ କରିବା ପାଇଁ, ଟିକେ ମନୋରଞ୍ଜନ କରିବା ପାଇଁ, ସମୟ କଟାଇବା ପାଇଁ, ବ୍ୟାୟାମ କରିବା ପାଇଁ। ତେଣୁକରି ସବୁ ଦଳ ଲୋକ ବୁଲୁଛନ୍ତି, ଏଥିରେ କିଛି ଅସୁବିଧା ନାହିଁ। ଖାଲି ଆପଣମାନଙ୍କ ଜରିଆରେ ଜଣାଇ ଦେଉଛି, ଏତେ ଥର କହିଲିଣି। ଆଜି ଆପଣ ଦେଖିବେ ଟିକେ ପାଗ ଯଦିଓ କମିଛି, ଖରା ଟିକେ କମିଛି, କିନ୍ତୁ ଭୟଙ୍କର ଗରମ ହେଉଛି। ସୁଲସୁଲ ପବନ ଟିକେ ଆଜି ଦେଉଛି। ପିଇବା ପାଣିର ଘୋର ଅଭାବ। ଯାହା ଆପଣମାନଙ୍କ ଜରିଆରେ ମୁଁ ନିବେଦନ କଲା ପରେ ସରକାର ନଦୀରେ ପାଣି ଛାଡ଼ିଛନ୍ତି, କେନାଲରେ ପାଣି ଛାଡ଼ିଛନ୍ତି। ଏହା ହେବା ଦ୍ୱାରା ଯେଉଁ ଟ୍ୟୁବୱେଲ୍ ଗୁଡ଼ାକରେ ପାଣି ଶୁଖି ଯାଇଥିଲା, ଲେବୁଲ୍ ପାଣି ଆସିଗଲାଣି। କୂଅ ଶୁଖି ଯାଇଥିଲା, ପାଣି ଆସିଗଲାଣି। ଆଉ ଟିକେ ପାଣି ଛାଡ଼ନ୍ତୁ ସରକାର। ଗଭର୍ଣ୍ଣର ମହୋଦୟ, ଜଣେ ଭଦ୍ର ଲୋକ ତମେ, ଆପଣଙ୍କୁ ଜୋରରେ କହିଲା ପରେ ଆଜି ପାଣି ଚାରିଆଡ଼େ ଛଡ଼ା ହେଇଛି। ମୁଁ ଏଇନା ବାରଙ୍ଗ ଦେଇକି ଆସିଲି, ବହୁତ ପାଣି ଚାଲିଛି କେନାଲରେ। ଏଇନା ଧଉଳି ଯିବି ମୁଁ, ଦହିଆରେ ବି ପାଣି କିଛି ଛାଡ଼ିଛନ୍ତି। ଲିଫ୍ଟ ପଏଣ୍ଟ ଚାଲିଲାଣି। ଚାଷ ଗୁଡ଼ାକ, ଧାନ ସମ୍ପଦ ମରିଯାଉଥିଲା ସାରା ଓଡ଼ିଶାରେ। ଲିଫ୍ଟ ପଏଣ୍ଟ ଗୁଡ଼ାକ ଅଚଳ ହେଇଯାଇଥିଲା। ଖବର ଆସୁଛି ଲିଫ୍ଟ ପଏଣ୍ଟ ଚାଲିଲାଣି ଏବଂ କେନାଲରେ ପାଣି ପଶିଲାଣି। ଲୋକେ ପିଇବା ପାଣି ପାଇଲେଣି। କିନ୍ତୁ ଭୁବନେଶ୍ୱର ସହରରେ ସୋସିଆଲ ଅର୍ଗାନାଇଜେସନ୍ ମାନେ ପାଣି ଦେଉଛନ୍ତି ଜଳଛତ୍ର କରି। ସରକାର ତରଫରୁ କିଛି ନାହିଁ, ମ୍ୟୁନିସିପାଲିଟି ତରଫରୁ କିଛି ନାହିଁ। କ'ଣ ପାଇଁ ଜନସାଧାରଣ ଦେଉଛନ୍ତି? ଲାଲଚାନ୍ଦ ସେଡ୍ କରିଛି, ପାଣି ମଧ୍ୟ ଦେଇପାରୁନୁ। ହଁ, ଲାଲଚାନ୍ଦ ସେଡ୍ କରିଛୁ ନିଜର ପବ୍ଲିସିଟି ପାଇଁ।
से सेल्रे जल छत्र कर एत पैसा कमाऊँ गरीब लोक पानी मत दे ये जो बड़ बड़ शिल्पपति कहीं कौटी तुम जल छत्र भुवनेश्वर कौ छक अच्छी बरऊ क्लब पाठागार महिला समिति एवं गाँव अनुष्ठान चारिआडे पानी बांटुंट किंतु एपर्यंत सरकार तरफ कौटी जल छत्र मुझे देखिली म्युनिसिपालिटी तरफ कौटी जल छत्र देखिली कॉर्पोरेटर माने ताको वार्ड रे जल छत्र कर पानी दौरान यही समय या भिड़ा समय गरीब लोक टू धनी पर्यंत पीवा पानी भी छटपट होती तेणु मु निवेदन करुच्ची वॉलंटियर ऑर्गेनाइजेशन को म्युनिसिपालिटी की गवर्नमेंट को जल छत्र तुरंत आरंभ कर एवं गवर्नर महोदय चीफ सेक्रेटरी कहला परे जहाँ पानी छाड़ी आपण को धन्यवाद मुझे बारंगर देखिली केनाल पानी दयारे पानी छाड़ी राजुआ को पानी छाड़ महानदी आउ पानी छाड़ लोके जल कष्ट बंचतु।